ଓ କେମିତି ପବନ ହଉଛି? ହଁ ପବନ ବଢିଆ ହଉଛି ଆଉ। ଉଡେଇ ନେଇଯିବ ନା? ହୁଁ ହୁଁ। ଆଉ କଣ ଏ ପବନରେ ଉଡଉଛ ଆକୁ? ଉଡଉଛି କଣ କି ଶାଗ, ମଦରଙ୍ଗା ଶାଗ। ମଦରଙ୍ଗା ଶାଗ, ଦେଶୀ ମଦରଙ୍ଗା ନାଇଁ? ହଁ ହଁ। ଆଜି କଣ ପ୍ରୋଗ୍ରାମ ଅଛି ଶାଗକୁ ନେଇକି? ଶାଗ ବଢି ଆଳୁ ଟିକେ ପକେଇ ରାଇ କରିଦବା ଆଉ। ଓ ସାବାସ ଜମିବ ତାହେଲେ ଆଉ ଦେଶୀ ମଦରଙ୍ଗା ଆଉ। ୱାହ ହୁଁ। ଭାଇ ୱାହ। ହାଇ ସାଙ୍ଗମାନେ ଜୟ ଜଗନ୍ନାଥ। ଆପଣମାନେ ଦେଖିପାରୁଥିବେ ଗାଉଁଲି ଲୋକ ଜଙ୍ଗଲ ଭିତରେ ଆସିକି ଶାଗ କଲେକ୍ସନ କରୁଥିଲେ। ସାଙ୍ଗମାନେ ଏମିତି ପବନ ହେଉଛି ଆମ ମା ପୁଅଙ୍କୁ ଉଡ଼େଇକି ରଖୁଛି ପବନ। ଟୋଟାଲ ଉପରେ ପବନ ଖାଇକି ଏଠି ବର୍ତ୍ତମାନ ଜଙ୍ଗଲ ଭିତରେ ଦେଖନ୍ତୁ କେତେ ସାରା ଆମେ ଶାଗ କଲେକ୍ସନ କରୁଛୁ। ବହୁତ ଟିକେ ଦେଖେଇଲୁ। ଆରେ ବା ଏଇଟା ହେଉଛି ଆମର ମଦରଙ୍ଗା ଶାଗ। ଟୋଟାଲ ଉପରେ ଆଜି ଦେଶୀ ଷ୍ଟାଇଲରେ ମଦରଙ୍ଗା ଶାଗକୁ ରାଇ କରିକି ଆମେ ଖାଇବୁ। ଆଉ ଜଙ୍ଗଲୀ ଲୋକ ଯାହା ଘରେ ନଥିଲେ ବି ଆମେ ଆଡଜଷ୍ଟମେଣ୍ଟ କରିଦେବୁ। ଏଇ ଜଙ୍ଗଲରେ ସବୁକିଛି ଆମକୁ ଆଭେଲେବୁଲ୍ ମିଳିଯାଏ ଜିନିଷ। ତ ଚାଲନ୍ତୁ ବର୍ତ୍ତମାନ ଆମେ ଆଗକୁ ବଢ଼ିବା। ଆଜି କ'ଣ କେମିତି ହେଉଛି ଦେଶୀ ଷ୍ଟାଇଲରେ ରୋଷେଇବାସ ସବୁକିଛି ଦେଖିବେ, ଖାଇ ପିଇକି ମଜାମସ୍ତି କରିବା। ଜୟ ଜଗନ୍ନାଥ। ମାରି ଚାଲ ସାଙ୍ଗମାନେ। ଦେଖନ୍ତୁ ବର୍ତ୍ତମାନ ଆମ ଜଙ୍ଗଲ ରାସ୍ତାରେ ଗଲାବେଳକୁ କେତେ ସାରା ସାରୁ ଗଛ ପଡ଼ୁଛି ଦେଖନ୍ତୁ। ଟୋଟାଲ ଆମକୁ ସାରୁ କିଣିବାକୁ ପଡ଼ିବନି, ରାସ୍ତାରେ ସାରୁ। ବୋଉ ହଁ ଏତେ ସାରା ସାରୁ ଗଛ ହେଇଛି ଆମ ଜଙ୍ଗଲ ଭିତରେ, କୋଉନ ଗୋଟେ ସାରୁ ପତ୍ର ନେଇକି କ'ଣ ଖରଡ଼ା କଲେ ହୁଅନ୍ତାନି? ହଁ କରିବା ଦିନକର କରିବା। ହୁଁ। ତ ଶାଗ ଦେଖନ୍ତୁ ବର୍ତ୍ତମାନ ବୋଉ ଧରିଛି, ଗୋଟେ ଦିନ ସାରୁ ଶାଗ ନେଇକି କରିବା। ହଁ ହଁ ରେଡି ଯିବା ତ? ହଁ ହଁ। ଚାଲ ଦେଖନ୍ତୁ ବର୍ତ୍ତମାନ ଆଗକୁ ଆମେ ବଢୁଛୁ ଜଙ୍ଗଲ ରାସ୍ତାରେ। ଏଇଭଳିଆ କିଛି ରହିଛି ଭାଇ, କେତେ ସାରା ସାରୁ ଶାଗ ହେଇଛି। ଛନଛନିଆ ସାରୁ ଶାଗ କଅଁଳିଆ କଅଁଳିଆ ହେଇଛି ଦେଖନ୍ତୁ। ଓ ଭାଇ ଇଚ୍ଛା ହଉଛି ଦେଖିକି ଖାଇବାକୁ ନା ବୋଉ? ହଁ। ଦେଖନ୍ତୁ ଏ ସାରୁ ସାରୁ। ହୋଏ 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 ହୋଏ। ତ ଦେଖିପାରୁଥିବେ ଦେଶୀ ମଦରଙ୍ଗା ଶାଗ ବର୍ତ୍ତମାନ ଧୁଆ ଧୋଇ ଚାଲିଛି। ୱାହ ଭାଇ ୱାହ 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 ଭାଇ। ହୋଏ 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 ଭେରି ଡେଲିସିୟସ୍ ଆଇଟମଟା। ୱାହ ଭାଇ। କିରେ ପୁଅ କ'ଣ ଚାଲିଛି? ଫୋନ ଦେଖାଉଥିଲା। ଆଉ ପାଠ କେତେବେଳେ ପଢା ହଉଛି? ଆଉ ଟିକେ ପରେ। ଆଉ ସ୍କୁଲ ଯାଇଥିଲୁ ଆଜି? କ'ଣ ସବୁ ପାଠ ପଢା ହେଲା ସବୁ ମନେ ଅଛି ତ? କିଛି ନାହିଁ ତ କଥା। ସ୍କୁଲ ସାରଙ୍କୁ କହୁଛି ରହ। ଖାଇବୁ ସେ କ'ଣ ଆଉ? ଆଚ୍ଛା ଭାତ ଖାଇବୁଟି? ଶାଗ ହେନି ଖାଇବୁଟି? କ'ଣ ଖାଇଲୁ? ପାମ୍ପଡ଼ ଭାତ ଡାଲି। ଆଚ୍ଛା ଆଚ୍ଛା ଶାଗ ହେଉଛି ଏ ଯେଉଁ କିଏ ଖାଇବ? ଖାଇବୁନି? ହଉ ନ ଖା, ମୁଁ ଉଡ଼େଇ ଦେଉଛି ଶାଗ ସବୁ ଯାକ। ବର୍ତ୍ତମାନ ଫ୍ରେଶ୍ ଶାଗ କଟାଯିବ ଦେଖନ୍ତୁ। ମଦରଙ୍ଗା ଶାଗ, ଦେଶୀ ମଦରଙ୍ଗା। ହୋଏ 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 ୱାହ 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 ୱାହ। ମଜା ଆସିଯିବ ଖାଇବାକୁ। ଦେଖନ୍ତୁ ପୁରା ଫ୍ରେଶ୍ ନଗଦ ତୋଳିକି ଆଣିଥିଲୁ। କେମିତି କାଟିଲା ବେଳେ ସାଉଣ୍ଡ ହେଉଛି ଆପଣମାନେ ଦେଖିପାରୁଥିବେ। ଭାଇ ଶାଗ ଦେଖିଲେ ମୋର କାହିଁ ପାଟିରୁ ନାଳ ଗଳେ ଆଉ ଲୋଭ ଆସିଯାଏ। ହୋଏ 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 ହୋଏ। ବୋଉ ଦେଖେଁ ଶାଗ ଟିକେ ହାତରେ। ୱାହ 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 ଦେଖନ୍ତୁ ସୋ ଡିଲିସିୟସ୍ ଭାଇ। ହୋଏ ହୋଏ ପାଟିରୁ ନାଳ ଆସିଯାଉଛି ଶାଗ ଦେଖିଲା କ'ଣ ଭୋକ ବଢ଼ିଗଲା। ରେଡ଼ି 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 ରଖିଦିଅ ରଖିଦିଅ। ୱାହ 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 ୱାହ। ଚୁଲି ବର୍ତ୍ତମାନ ଲାଗିଗଲା, କରେଇ ବସେଇ ନେବା। ହୋଏ 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 ଦେଶୀ ଚୁଲିରେ ଦେଶୀ ଶାଗ ରୋଷେଇ ମଜା ଆସିଯିବ କିନ୍ତୁ ଯାହା କୁହନ୍ତୁ। ସୋରିଷ ଫୁଟଣ ବର୍ତ୍ତମାନ ପଡ଼ିଗଲା। ହୋଏ 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 ବର୍ତ୍ତମାନ ଦେଖନ୍ତୁ ଆମର ଆଳୁ ପଡ଼ିଯାଇଛି। ୱାହ ଭାଇ ୱାହ ୱାହ ମଜା ଆସିଯିବ। ଆଳୁଟାକୁ ବର୍ତ୍ତମାନ ଭାଜି ନେବା ବଢ଼ିଆ ସେ। ହଳଦୀ ଗୁଣ୍ଡ ପଡ଼ିଗଲା। ସ୍ୱାଦ ଅନୁସାରେ ଲୁଣ। ଆଳୁ ହେଇସାରିଲାଣି, ବର୍ତ୍ତମାନ ଆମର ମସଲା ପଇଲା। ୱାହ ଭାଇ ୱାହ ୱାହ ବେସର, ଜିରା, ଶୁଖିଲା ଲଙ୍କା ସବୁ ପଡ଼ିକି ବର୍ତ୍ତମାନ ପ୍ରସ୍ତୁତ ହେଇଥିଲା ମସଲା। ତ ଦେଖିପାରୁଥିବେ ସୁନ୍ଦର ବାସ୍ନା ଆସିଗଲାଣି। ଦେଖନ୍ତୁ ବର୍ତ୍ତମାନ ଆଉ ଟିକେ ପାଣି ଦେଇ ଦେଇଛେ। ବିରି ବଡ଼ି ବର୍ତ୍ତମାନ ଆମେ ପକେଇ ନେଲେ। ଦେଖନ୍ତୁ ଭଜା ହେଇକି ରଖା ହେଇଥିଲା ବିରି ବଡ଼ି। ୱାହ ଭାଇ ୱାହ 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 ପୁରା ସବୁକିଛି ଦେଶୀ ଷ୍ଟାଇଲ ଉପରେ ହେଉଛି। ହୋଏ 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 ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆମର ସ୍ପେଶିଆଲ ଡିଲିସିୟସ୍ ଯେଉଁ ଆଇଟମଟା ପ୍ରସ୍ତୁତ କରାହେଉଛି, ମେନ୍ ଆଇଟମଟା ଶାଗ।
ତ ଦେଖନ୍ତୁ ଶାଗ ବେସର ପ୍ରସ୍ତୁତ କରାଯାଉଛି ଆଉ ଶାଗ ମଧ୍ୟ ପଡ଼ିଯାଇଛି ବେସର ମଧ୍ୟରେ। ୱା ଭାଇ ୱା 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 ଦେଖନ୍ତୁ ଲୁକ୍ସଟା କେମିତି ଆସୁଛି ମଜା ଆସିଯିବ ଖାଇବାକୁ ଦେଖନ୍ତୁ ୱା ଭାଇ ୱା ହୋଏ 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 ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ବେସର ଆଳୁ ବଡ଼ି ଶାଗ ସବୁକିଛି ମିକ୍ସ ହେଇଗଲା ଆଉ ଦେଶୀ ଷ୍ଟାଇଲରେ ମଧ୍ୟ ରୋଷେଇ ଚାଲିଛି ବର୍ତ୍ତମାନ ଦେଖନ୍ତୁ ଓଏ ହୋଏ ହୋଏ ମଜା ଆସିଯିବ ଖାଇବାକୁ। ଚାଲନ୍ତୁ ଆଉଟପୁଟ୍ ବାହାରିଲା ପରେ ଖାଇ ପିଇକି ମୁଁ ଆପଣମାନଙ୍କୁ କହୁଛି କେମିତି କ'ଣ ହେଇଛି। ଓଏ ହୋଏ ହୋଏ କୁହ କେମିତି ଲାଗୁଛି? ଭଲ। ଟେଷ୍ଟ ପୁରା ଏକ ନମ୍ବର। ଶାଗ ବଡ଼ି ବେସର ମହକୁଛି ଘର ଖାଲି ଆଉ ଟେଷ୍ଟ କ୍ୱାଲିଟି ବୋବାଲ। ତ ସାଙ୍ଗମାନେ ପାମ୍ପଡ଼ ଟିକେ ମାଡ଼ କରିବା। ଓହୋ ଗଳି ଯାଉଛି ଲେମ୍ବୁରେ ମଡ଼େଇ ପିଆଜ ଟିକେ ବାଡ଼େଇଦବା। କ୍ଲାସ୍ ଆଇଟମ ଡାଲି ଟିକେ ହାପୁଡ଼ି ପକେଇବା। କୁହ ଶାଗ ଖାଇଲେ କ'ଣ ହବ? ଦେହରେ ରକ୍ତ ହବ ଆଉ ଜର ଫର ରୋଗ ଫୋଗ କିଛି ହବନି। କିଛି ହବନି। ଆଉ କ'ଣ ହବ? ଆଉ ଦେହ ସୁସ୍ଥ ରହିବ। ଆଉ ଦୃଷ୍ଟି ଶକ୍ତି ଉପରେ କ'ଣ କୁହ ଟିକେ? ଦୃଷ୍ଟି ହବନି। ଦୃଷ୍ଟି ହବନି। ହସି ହସି ପାଣି ଦଉଛି ଏମିତି ନହିକି ଦୃଷ୍ଟି ହବନି। ଆରେ କହିଲି ଦୃଷ୍ଟି ଆରେ ଆଖିକି କେମିତି ଭଲ ଦେଖାଯିବ କ'ଣ? ଆଖି ଭଲ ଦେଖାଯିବ। ହଁ ଦୃଷ୍ଟି ଶକ୍ତି ଭଲ ରହିବ। ଭଲ ରହିବ ବଢିବ। ଆଉ କହିଲୁ କ'ଣ ଦୃଷ୍ଟି ହବନି। ଏମିତି ତ ମଜାମସ୍ତି ସବୁବେଳେ ଜାରି ରହିବ। ଯାହା ଯେମିତି ହେଲା ଆପଣମାନେ ତ ଦେଖିଲେ ଭିଡ଼ିଓଟିକି ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅନ୍ତୁ। ଦେଖା ହେବା ନେକ୍ସଟ ଏକ ବ୍ୟୁଟିଫୁଲ ବ୍ଲଗରେ ନା କ'ଣ କୁହ? ଆଜି ପାଇଁ ରହିବା ତ କହିଦିଅ ଦର୍ଶକମାନଙ୍କୁ ଆଜି ପାଇଁ ରହିଲୁ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ମାଡ଼ି ଚାଲ କହିବି ଏମିତି ସାଇଡିଆ ଏମିତି କରୁଛି ଦୃଷ୍ଟି ଶକ୍ତି ହବ।